ଗପ ଅମୃତରେ ସବୁଠାରୁ ଶକ୍ତିଶାଳୀ ଭଗବାନ ବଡ଼ରୁ ସାନ କ୍ରମରେ। ସନାତନ ଧର୍ମରେ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ଏହି କଥା ଆପଣମାନେ ସମସ୍ତେ ଜାଣିଥିବେ। ଈଶ୍ୱର ଏକ, କିନ୍ତୁ ତାଙ୍କର ରୂପ ବା ଅବତାର ଅନେକ। ସମସ୍ତଙ୍କ ମନରେ ସବୁବେଳେ ସନ୍ଦେହ ଥାଏ, କେଉଁ ଠାକୁରଙ୍କୁ ଡାକିବେ, କିଏ ସବୁଠାରୁ ଶକ୍ତିଶାଳୀ। ଆଜିର ଭିଡ଼ିଓରେ ଆପଣମାନଙ୍କୁ ମୋର ଅନୁଭୂତିରୁ ଏସବୁ ଜିନିଷ କହିବି। ମନ ଦେଇ ଶୁଣିବେ, ନିଶ୍ଚିନ୍ତ ଆପଣଙ୍କର ସନ୍ଦେହ ଦୂର ହେବ। ପରମ ବ୍ରହ୍ମ ହେଉଛନ୍ତି ସବୁର ମୂଳ। ଏ ସୃଷ୍ଟିର ସେ ହେଉଛନ୍ତି ଆଦିମୂଳ। ଆପଣମାନେ ଶୂନ୍ୟ ଏବଂ ଶୂନ ବିଷୟରେ ଜାଣିଥିବେ। ଶୂନ୍ୟ ଅର୍ଥାତ୍ କିଛି ନାହିଁ, ନିରାକାର। କୌଣସି କଣିକା, ସୂକ୍ଷ୍ମାତି ସୂକ୍ଷ୍ମ କଣିକାର ଅନୁପସ୍ଥିତିକୁ ଶୂନ୍ୟ କୁହାଯାଏ ଏବଂ ତାକୁ ଯଦି ଆମେ ଆକ୍ଷରିକ ଭାବରେ ଲେଖିବା ତାହେଲେ ତାକୁ ଆମେ ଗଣିତରେ ଶୂନ ବୋଲି କହିଥାଉ। ମହାଶୂନ୍ୟ ହେଉଛନ୍ତି ପରମ ବ୍ରହ୍ମ, ସେ ହେଉଛନ୍ତି ପ୍ରକୃତ ପୁରୁଷ। ତାହେଲେ ଆପଣମାନେ ନିଶ୍ଚିନ୍ତ ଭାବରେ ପଚାରିବେ, ଯଦି କିଛି ନାହିଁ ତାହେଲେ ସୃଷ୍ଟି ଆରମ୍ଭ ହେଲା କେମିତି? ଏହି ଶୂନ୍ୟ ଚାରିକଡ଼େ ହିଁ ସବୁ କିଛି ରହିଥାଏ। ସବୁ କିଛିର ଉପସ୍ଥିତି ହିଁ ପରମ ବ୍ରହ୍ମଙ୍କର ଅନ୍ୟ ଏକ ପ୍ରତୀକ। ଛୋଟରୁ ଆରମ୍ଭ କରି ବଡ଼ କଣିକା ପର୍ଯ୍ୟନ୍ତ ଏ ସୃଷ୍ଟିରେ ସବୁକିଛି ଥିଲା, ଏବେ ବି ସବୁକିଛି ଅଛି। ସେହି କଣିକା ଗୁଡ଼ିକ ସୂକ୍ଷ୍ମରୁ ଆରମ୍ଭ କରି ସ୍ଥୂଳ ପର୍ଯ୍ୟନ୍ତ ଥାଏ। ତାହା ମଧ୍ୟରେ ତରଙ୍ଗ ଥାଏ। ସେହି ତରଙ୍ଗକୁ ଆମେ କୌଣସି ରୂପେ ଜାଣିପାରିବା ଯଦି ଆମେ ଆଧ୍ୟାତ୍ମିକ ଦିଗରେ ଆଗେଇବା। ବର୍ତ୍ତମାନ ସୁଦ୍ଧା ଓମ୍ ହେଉଛି ଏକ ତରଙ୍ଗ, ଯାହାକୁ ଏ ସଂସାରର ଆଦିମୂଳ ବୋଲି କୁହାଯାଇଛି, ଯାହା ଶୂନ୍ୟଙ୍କର ଅଧିକ ନିକଟତର ତରଙ୍ଗ। ନିର୍ଗୁଣ ସୃଷ୍ଟିରେ ପରମ ବ୍ରହ୍ମଙ୍କର ପରେ ବ୍ରହ୍ମ ଅର୍ଥାତ୍ ଶ୍ରୀ ଶକ୍ତି ହେଉଛନ୍ତି ସବୁଠାରୁ ଶକ୍ତିଶାଳୀ। ସେହିଠାରୁ ସ୍ତ୍ରୀ ଶକ୍ତିର ଆରମ୍ଭ ହୋଇଥାଏ। ଇ ବୀଜମନ୍ତ୍ର ହେଉଛି ଶକ୍ତିଙ୍କର ସବୁଠାରୁ ମୂଳ ପ୍ରତୀକ। ଈଶ୍ୱରଙ୍କୁ ବଡ଼ରୁ ସାନ କ୍ରମରେ ସଜାଇବା ଏଭଳି ଧୃଷ୍ଟତା ମୁଁ କରିବା ଉଚିତ ନୁହେଁ। କିନ୍ତୁ ଦୁଇଟି ଆଧାରରେ ନିର୍ଗୁଣ ଏବଂ ସଗୁଣ ଭିତରେ ପାର୍ଥକ୍ୟ ଆପଣମାନଙ୍କୁ ମୁଁ ଜଣାଉଛି। ପ୍ରଥମେ ହେଲା ସମୟ ଆଧାର, ଦ୍ୱିତୀୟରେ ହେଲା ସୂକ୍ଷ୍ମ କଣିକାର ଆକାର ଆଧାର। ଆପଣମାନେ ନିଶ୍ଚିନ୍ତ ଭାବରେ ପୂର୍ବ କାଳର ସମୟ ଗଣନା ଯନ୍ତ୍ର ଦେଖିଥିବେ। ତାହା ଭିତରେ ବାଲି ପୂରାଇ ଲୋକମାନେ ସମୟ ଗଣନା କରୁଥିଲେ। ଏହା ଠିକ୍ ମହାଦେବଙ୍କର ବା ଶିବଙ୍କର ଡମ୍ବରୁ ପରି ଏବଂ ଏହା ମଧ୍ୟ ଅନନ୍ତ ବା ଇନଫାନାଇଟ୍ ସିମ୍ବଲ ପରି। ଏହା ଦର୍ଶାଏ ଯେ ଶିବ ବା ମହାକାଳ କାଳର ଊର୍ଦ୍ଧ୍ୱରେ, ସମୟର ଊର୍ଦ୍ଧ୍ୱରେ। ସମୟ ତାଙ୍କ ଭିତରେ କୌଣସି ପରିବର୍ତ୍ତନ ଆଣିପାରେ ନାହିଁ। ସେ ସେହିଭଳି କଣିକାରେ ତିଆରି, ଯେଉଁ କଣିକା ସମୟ ଅନୁସାରେ ପରିବର୍ତ୍ତିତ ହୁଏ ନାହିଁ। ଯଦି ଆମେ ନାମ ବ୍ରହ୍ମ ବା ନାଦ ବ୍ରହ୍ମ ବା ଅକ୍ଷର ବ୍ରହ୍ମକୁ ଦେଖିବା, ସେମାନେ ମଧ୍ୟ ସମୟ ଅନୁସାରେ ପରିବର୍ତ୍ତିତ ହୋଇନଥାନ୍ତି। ସେମାନଙ୍କ ମଧ୍ୟରେ ସେହିଭଳି ତରଙ୍ଗ ଥାଏ, ଯାହାକୁ ସମୟ କୌଣସି ପ୍ରକାରରେ ପରିବର୍ତ୍ତିତ କରିପାରେ ନାହିଁ। ଯେପରିକି ରାମ ନାମ, ଶିବ ନାମ, ଏହିଭଳି ଅନେକ ନାମ। ମଣିଷର ଆତ୍ମା ବା ଜୀବାତ୍ମା ହେଉଛି ପରମାତ୍ମାଙ୍କର ଅଂଶ। ସେହି ଆତ୍ମା ମଧ୍ୟ ସେହିଭଳି ତତ୍ତ୍ୱ ବା କଣିକାରେ ତିଆରି, ଯାହାକୁ ସମୟ ବଦଳାଇ ପାରେ ନାହିଁ। ତେଣୁ ଆତ୍ମା ଅବିନାଶୀ, ଅବିନଶ୍ୱର। ତେଣୁ ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ଉଲ୍ଲେଖ କରାଯାଇଛି, ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନଂ ଦହତି ପାବକଃ ନ ଚୈନଂ କ୍ଲେଦୟନ୍ତ୍ୟାପୋ ନ ଶୋଷ୍ୟତି ମାରୁତଃ। ଆମେମାନେ ଯେତେ ଯେତେ ନିର୍ଗୁଣ ପରମ ବ୍ରହ୍ମଙ୍କ ଠାରୁ ସଗୁଣ ବ୍ରହ୍ମ ଆଡ଼କୁ ଯିବା, ସେତେବେଳେ ଓଲଟା ବୃକ୍ଷର ମୂଳଠାରୁ ଡାଳ ପର୍ଯ୍ୟନ୍ତ ଏବଂ ତାପରେ ଶାଖା ଓ ପତ୍ର ପର୍ଯ୍ୟନ୍ତ ପହଞ୍ଚିବା। ପରମ ବ୍ରହ୍ମଙ୍କ ପରେ ଶ୍ରୀ ଶକ୍ତି ଏବଂ ତାପରେ ପରମାତ୍ମାଙ୍କର ଶକ୍ତି। ତେଣୁ ଶ୍ରୀମଦ୍ ଭଗବତ ଗୀତାରେ ପ୍ରଥମେ ଲେଖାଯାଇଛି, ଓମ୍ ଶ୍ରୀ ପରମାତ୍ମନେ ନମଃ। ଏଠାରେ ଦୁର୍ଗା, ଗଣେଶ, ଶିବ ଏବଂ ବିଷ୍ଣୁ ଏ ସମସ୍ତେ ପରମାତ୍ମା ସଚ୍ଚିଦାନନ୍ଦଙ୍କର ସ୍ୱରୂପ। ବ୍ରହ୍ମାଙ୍କୁ ବା ହିରଣ୍ୟଗର୍ଭ ସୂର୍ଯ୍ୟଙ୍କୁ ମୁଁ ଏଠାରେ ଉଲ୍ଲେଖ କରିନାହିଁ, କାରଣ ସେ କିଛିଟା ସଗୁଣ ଅନ୍ତରରେ ଆସିବେ ଏବଂ ସମୟ ତାଙ୍କୁ ପରିବର୍ତ୍ତିତ କରିଥାଏ। ଆପଣମାନେ ଦେଖିଥିବେ ଯେ ବ୍ରହ୍ମାଙ୍କର ଦାଢ଼ି ଥାଏ,
କାରଣ କାଳ ତାଙ୍କର ବୟସକୁ ନିୟନ୍ତ୍ରଣ କରିଥାଏ। ଜୀବ ବିଜ୍ଞାନରେ ସ୍ତ୍ରୀ ଏବଂ ପୁରୁଷର ଅର୍ଥ ଅଲଗା। ଆଧ୍ୟାତ୍ମିକ ବିଜ୍ଞାନରେ ସ୍ତ୍ରୀ ଏବଂ ପୁରୁଷର ଅର୍ଥ ଅଲଗା। ଆଧ୍ୟାତ୍ମିକ ବିଜ୍ଞାନରେ ସ୍ତ୍ରୀ ଅର୍ଥ ସବୁ କିଛି ଅଛି ଏବଂ ପୁରୁଷ ଅର୍ଥ କିଛି ନାହିଁ ବା ଶୂନ୍ୟ। ଦୁଇ ଜଣଙ୍କର ମିଶ୍ରଣରେ ସମଗ୍ର ସୃଷ୍ଟି ରଚନା କରାଯାଇଥାଏ। ଏଠାରେ ମୁଁ ଜଣାଇ ଦେବାକୁ ଚାହୁଁଛି ଯେ ଆମେ ଯେତେ ସବୁ ଦେବତାମାନଙ୍କୁ ପରମାତ୍ମାଙ୍କର ସ୍ୱରୂପ ଦେଇଛେ, ଯେଭଳି ଗଣେଶ, ଦୁର୍ଗା, ବିଷ୍ଣୁ, କୃଷ୍ଣ ବା ଶିବ, ଏ ସମସ୍ତଙ୍କର ନାରୀ ରୂପ ମଧ୍ୟ ରହିଥାଏ। ଗଣେଶଙ୍କର ବିନାୟକଙ୍କର ବିନାୟକୀ ରୂପ ଏବଂ ଶ୍ରୀକୃଷ୍ଣଙ୍କର ମୋହିନୀ ରୂପ, ଏସବୁ ଆପଣ ନିଶ୍ଚିନ୍ତ ଭାବରେ ଜାଣିଥିବେ। ଗଣେଶ, ଦୁର୍ଗା, ଶ୍ରୀକୃଷ୍ଣ, ବିଷ୍ଣୁ ଏବଂ ଶିବ ଏମାନେ କୌଣସି ମୁହୂର୍ତ୍ତରେ ନିଜକୁ ପରମାତ୍ମାଙ୍କ ସ୍ୱରୂପରେ ପରିବର୍ତ୍ତନ କରାଇପାରିବେ। ତେଣୁ ଏମାନଙ୍କୁ ନିର୍ଗୁଣ ସୃଷ୍ଟିରେ ମୁଁ ଅଧୀନସ୍ଥ କରିଛି। ଏମାନେ ମହାକାଳ ଏବଂ ମହାକାଳୀଙ୍କ ସଦୃଶ। କାଳଠାରୁ ଏମାନେ ଊର୍ଦ୍ଧ୍ୱରେ। ତେଣୁ ଏମାନଙ୍କର ସଂସାରରେ ବା କାଳରେ କୌଣସି ପରିବର୍ତ୍ତନ ସହିତ କୌଣସି ପରିବର୍ତ୍ତନ ଏମାନଙ୍କର ହୋଇନଥାଏ। ଯେଉଁମାନେ ନାଦ ବ୍ରହ୍ମ ଏବଂ ନାମ ବ୍ରହ୍ମ ଏସବୁ ବିଷୟରେ କିଞ୍ଚିତ ଧାରଣା ରଖିଛନ୍ତି, ସେମାନେ ଏମାନଙ୍କ ଭିତରେ କୌଣସି ପାର୍ଥକ୍ୟ ଦେଖିନଥାନ୍ତି। ଯେଉଁପରି ଆମେ ଦୁର୍ଗାଙ୍କୁ ବୈଷ୍ଣବୀ କହୁଛେ, ସେହିଭଳି ଆମେ ନାରାୟଣଙ୍କୁ ବିଷ୍ଣୁ ମଧ୍ୟ କହୁଛେ। ତେଣୁ ଅକ୍ଷର, ଧ୍ୱନି ଏସବୁର ସଂଯୋଜନାରେ ସମସ୍ତଙ୍କର ନାମ ତିଆରି ହୋଇଛି। ଯଦି ଆମେ ନାମକୁ ମୂଳ ରଖିବା, ତାହେଲେ ଏମାନଙ୍କର ସଗୁଣ ରୂପ ପଛରେ ରହିଯିବ। ତେଣୁ କୁହାଯାଏ ଯେ ଭଗବାନଙ୍କ ଠାରୁ ଭଗବାନଙ୍କର ନାମ ହିଁ ଶ୍ରେଷ୍ଠ। ରାମଙ୍କ ଠାରୁ ରାମ ନାମ ଶ୍ରେଷ୍ଠ। ଶିବଙ୍କ ଠାରୁ ବା ଶଙ୍କରଙ୍କ ଠାରୁ ଶିବ ନାମ ଶ୍ରେଷ୍ଠ। ସଗୁଣ ସୃଷ୍ଟିର ଆରମ୍ଭ ହୋଇଯାଇଥାଏ ବ୍ରହ୍ମାଙ୍କ ଠାରୁ, ଯାହାଙ୍କୁ ଆମେ ପରମ ପିତା ମଧ୍ୟ କହିଥାଉ। ସେ ହିରଣ୍ୟ ଗର୍ଭ ସୂର୍ଯ୍ୟ ନାମରେ ବା ଭାସ୍କର ନାମରେ ପରିଚିତ, ଯାହାଙ୍କର ଉତ୍ପତ୍ତି ଭଗବାନ ନାରାୟଣଙ୍କର ନାଭିରୁ ହୋଇଥାଏ। ବ୍ରହ୍ମାଙ୍କ ଠାରୁ ହିଁ ସମସ୍ତ ସୃଷ୍ଟିର ନିର୍ମାଣ ହୋଇଯାଇଥାଏ। ଏହାକୁ ସଗୁଣ ସୃଷ୍ଟି କୁହାଯାଇଥାଏ ଏବଂ ବ୍ରହ୍ମା ଏହାଙ୍କ ସହିତ ତାଙ୍କର ସମଗ୍ର ସୃଷ୍ଟି କାଳର ଅଧୀନ ଅଟନ୍ତି। ଯାହା ଯାହା ବ୍ରହ୍ମାଣ୍ଡରେ ଅଛି, ତାହା ତାହା ମଣିଷର ପିଣ୍ଡରେ ଅଛି। ଆତ୍ମା ହେଉଛି ପରମବ୍ରହ୍ମ ଏବଂ ପରମାତ୍ମାଙ୍କର ଅଂଶ। ସେହିପରି ଆମ ସମ୍ପୂର୍ଣ୍ଣ ଶରୀର, ଯାହାକି ବ୍ରହ୍ମତତ୍ତ୍ୱରେ ତିଆରି, ସେ ହେଉଛନ୍ତି ପରମ ପିତା ବ୍ରହ୍ମାଙ୍କର ଅଂଶ। ଇନ୍ଦ୍ରିୟ ଗୁଡ଼ିକ ବା ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ହେଉଛନ୍ତି ଇନ୍ଦ୍ରଙ୍କର ପ୍ରତୀକ ସ୍ୱରୂପ। ତେଣୁ ବ୍ରହ୍ମାଙ୍କ ପରେ ଇନ୍ଦ୍ର ହେଉଛନ୍ତି ସବୁଠାରୁ ଶକ୍ତିଶାଳୀ, ଯେ କି ଆମ ମନର ପ୍ରତୀକ ବା ଆମ ମନକୁ ଏବଂ ଇନ୍ଦ୍ରିୟକୁ ସଂଯୋଗ କରି ଆମକୁ ନିୟନ୍ତ୍ରଣ କରିଥାନ୍ତି। ଆମର ସମସ୍ତ ଗୁଣଗୁଡ଼ିକୁ ସେ ନିୟନ୍ତ୍ରଣ କରିଥାନ୍ତି। ତେଣୁ ତାଙ୍କୁ କୁହାଯାଏ ଦେବରାଜ। ସେଥିପାଇଁ ସେ ସମସ୍ତ ଦୈବ ଗୁଣ ଏବଂ ସମସ୍ତ ଆସୁରିକ ଗୁଣ ଇତ୍ୟାଦିର ନିୟନ୍ତ୍ରକ ଅଟନ୍ତି। ତ୍ରିଗୁଣାତ୍ମକ ସୃଷ୍ଟି ଅର୍ଥାତ୍ ସତ୍ୱ, ରଜ ଏବଂ ତମ ଗୁଣ ଇତ୍ୟାଦି ଏ ସବୁ ଗୁଣଗୁଡ଼ିକୁ ନିୟନ୍ତ୍ରଣ କରିଥାନ୍ତି ଗ୍ରହମାନେ ବା ଦେବତାମାନେ। ସେହି ନବଗ୍ରହ ଯେଉଁମାନେ କି ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୃହସ୍ପତି, ଶୁକ୍ର, ଶନି, ରାହୁ, କେତୁ, ବୁଧ, ଏମାନଙ୍କ ସହିତ ଇନ୍ଦ୍ର, ବରୁଣ ଏବଂ ଯମ ମଧ୍ୟ ଗ୍ରହ ବା ଦେବତାମାନଙ୍କ ଭିତରେ ଗଣା। ଏମାନେ ମଣିଷ ଶରୀରର ବା ମଣିଷ ମନର ସମସ୍ତ ଗୁଣ, ଭଲ ଗୁଣ ବା ଖରାପ ଗୁଣ ଏସବୁ ଗୁଡ଼ିକୁ ନିୟନ୍ତ୍ରଣ କରନ୍ତି। ଏହା ସହିତ ଆମର ଭାଗ୍ୟ, କର୍ମ ଫଳ ଏବଂ ଆମ ଆତ୍ମାର ଗତି ଏସବୁକୁ ମଧ୍ୟ ଏମାନଙ୍କର ହସ୍ତରେ ଥାଏ। ଅନେକ ଜନ୍ମ ପୁଣ୍ୟ ଫଳେ ମନୁଷ୍ୟ ଜନ୍ମ ମହିତଳେ। ଓଡ଼ିଆ ଭାଗବତରେ ଏଭଳି ଲେଖାଯାଇଛି। ତେଣୁ ଜୀବାତ୍ମା ବା ଆତ୍ମା ଯେତେବେଳେ ମାନବ ରୂପ ଧାରଣ କରେ, ସେତେବେଳେ ମୁକ୍ତିର ଦ୍ୱାର ଖୋଲିଯାଏ ବା ମୋକ୍ଷର ଦ୍ୱାର ଖୋଲିଯାଏ। ଏହାର କାରଣ ହେଉଛି ମନୁଷ୍ୟ ଜନ୍ମରେ ହିଁ ସମସ୍ତ କର୍ମ ଏବଂ କର୍ମଫଳ ଭୋଗ ତାହା ସହିତ ଯୋଗ କରି ମନୁଷ୍ୟ ପରମାତ୍ମାଙ୍କ ସହିତ ସମ୍ପର୍କ ରଖିପାରେ। ଯୋଗ ସାଧନ ଦ୍ୱାରା ନିଜର ଆତ୍ମାକୁ ପରିପୁଷ୍ଟ କରି ମୋକ୍ଷ ପର୍ଯ୍ୟନ୍ତ ନେଇଯାଇପାରେ। ତେଣୁ ଅନେକ ସୃଷ୍ଟିର ସମ୍ଭାର
ଯେଉଁମାନେ କି ଋଷି, ଯକ୍ଷ, ଗନ୍ଧର୍ବ, କିନ୍ନର, ରାକ୍ଷସ, ଦେବତା ଇତ୍ୟାଦି ମଧ୍ୟ ମାନବ ଜନ୍ମ ପାଇଁ ସବୁବେଳେ ଇଚ୍ଛା କରିଥାନ୍ତି ଏବଂ ମାନବ ଜନ୍ମ ମାଧ୍ୟମରେ ସେମାନଙ୍କ ଜୀବନର ଉଦ୍ଧାର ହୋଇଥାଏ। ପରିଶେଷରେ ମନୁଷ୍ୟକୁ ମୁଁ ଭଗବାନର ଆଖ୍ୟା ଦେଇଛି। ସେ ମଧ୍ୟ ଭଗବାନଙ୍କ ଠାରୁ କୌଣସି ଶକ୍ତିରେ କମ୍ ନୁହେଁ। ମଣିଷ ଭିତରେ ଥିବା ଦିବ୍ୟ ଗୁଣ ଯଦି ସେ ବିକଶିତ କରିଥାଏ ତାହାହେଲେ ସେ ଭଗବାନଙ୍କ ପରି ହୋଇପାରିବ। ବନ୍ଧୁଗଣ, ଏ ଥିଲା ଗୋଟିଏ ଉପସ୍ଥାପନା। ଭଗବାନଙ୍କୁ ଆମେ କୌଣସି ଭାବରେ ତୁଳନା କରିବା ଉଚିତ ନୁହେଁ। ସେ ହେଉଛନ୍ତି ଏକ, ଏକ ବ୍ରହ୍ମ, ଦ୍ୱିତୀୟ ନାସ୍ତି। ଈଶ୍ୱର ହେଉଛନ୍ତି ଏକ। ତେଣୁ ଏହି ଉପସ୍ଥାପନାରେ ଆପଣଙ୍କର ଅବଗତି ନିମନ୍ତେ ମୁଁ ଯାହା କିଛି କହିଲି ସେଥିରେ ଯଦି କିଛି ଭୁଲ ଭଟକା ଥାଏ ଆପଣମାନେ କମେଣ୍ଟ କରି ନିଶ୍ଚୟ ଜଣାଇବେ ଏବଂ ଯଦି ଭଲ ଲାଗିଥାଏ ତାହେଲେ ମଧ୍ୟ ଭିଡ଼ିଓକୁ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ।